ଆଉ ତାଙ୍କ ଘର ଦିଲ୍ଲୀ, ତାଙ୍କ ଘର ଓଡ଼ିଶା, ତାଙ୍କ ବାପା ଜେଜ ବେଳୁ ଘର ତାଙ୍କର ଅଛି ଏଠି। ସେ ତାଙ୍କର ଗଲେ 7-8 ଦିନ ରହିବେ, ଆସିବେ ତାଙ୍କ ନିଜ ଘରେ। ସେ ସେଇଠି ବଢିଛନ୍ତି, ସେ ଏଠେଇ ବଢି ନାହାନ୍ତି, ସେଇ ଘରେ ବଢିଛନ୍ତି। ସେ ଏଡେ ବଡ ହେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ହବା ପୂର୍ବରୁ ଆସିଲେ ନା, ଆଉ ଏଇନା ଓଡ଼ିଶାବାସୀ ହେଇଗଲେ ନା। ଆଉ ସେ ଦିଲ୍ଲୀବାସୀ ତାଙ୍କ ଗାଁକୁ ଯାଇଛନ୍ତି, ଫେର ତାଙ୍କ ଗାଁକୁ ଫେରିବେ। ନବୀନ ପଟ୍ଟନାୟକ ଗୁଡ୍ ମ୍ୟାନ୍, ଏଥିରେ ସନ୍ଦେହ ନାହିଁ। ସେ ଫେରି ଆସିବେ ତାଙ୍କ ଘରକୁ, ଦିଲ୍ଲୀ ଘରକୁ ଯାଇଛନ୍ତି ବୁଲିବା ପାଇଁ। କିଛି ଆଶ୍ଚର୍ଯ୍ୟ ହବାର ନାହିଁ। ହେଇଥିବ ହେଇଥିବ ଶୁଣ, ସେ ରାଜ୍ୟର ଯେତିକି ବିକାଶ କରିଛନ୍ତି ବହୁତ କରିଛନ୍ତି। ଯାହାଙ୍କ ବିଷୟରେ କହିଲ ତମେ, ମୁଁ ସାଡେ ଯିବା ପାଇଁ ଚାହୁଁନି। ମୁଁ ନିଜେ ବହୁତ ଉପକୃତ। କିଏ କଣ ଭାବୁ, IIT ଯାହାଙ୍କ ନାଁ କହିଲ ନବୀନ ବାବୁ, ତାଙ୍କ ନେତୃତ୍ୱରେ ମୁଁ ନେଇଛି ଜଟଣୀ। ନାଇଜର ମୁଁ ନେଇଛେ ଜଟଣୀ, ତାଙ୍କରି ନେତୃତ୍ୱରେ। ଇନଫୋସିସ ନେଇଛି ତାଙ୍କରି ନେତୃତ୍ୱରେ। ଅଲ୍ ଇଣ୍ଡିଆ ମେଡିକାଲ ସାଇନ୍ସ ସବୁ ଜଟଣୀ ଏରିଆରେ। ଜାନକୀ ପଟ୍ଟନାୟକକୁ, ନବୀନ ପଟ୍ଟନାୟକକୁ ଧନ୍ୟବାଦ। ଯେ କାମ କରିଛି ମୁଁ ଟେକିଲେ ଭାସିଗଲା। 52ଟା ହାଇସ୍କୁଲ, 13ଟା କଲେଜ, 10ଟା ଡାକ୍ତରଖାନା, IIT, ନାଇଜର, ଇନଫୋସିସ, ଅଲ୍ ଇଣ୍ଡିଆ ମେଡିକାଲ ସାଇନ୍ସ, 7ଟା ୟୁନିଭରସିଟି, 10ଟା ଇଞ୍ଜିନିୟରିଂ କଲେଜ ଏ ଏରିଆ ଜଟଣୀ ନିର୍ବାଚନ ମଣ୍ଡଳୀରେ ହେଇଛି। ଗୋଟେ ଏଜୁକେସନ ପେଣ୍ଠସ୍ଥଳୀ। ଆଜି ଭୁବନେଶ୍ୱର ଚାରିପାଖ ଜଟଣୀ ସବୁ ପ୍ରକାର କ୍ୟାଟେଗୋରୀର ପାଠ ପଢିବାକୁ ତମେ ପାଇବ। ଇଞ୍ଜିନିୟରିଂ, ମେଡିକାଲ, ଆୟୁର୍ବେଦିକ, ମେକାନିକାଲ, ତମେ ଯୋଉ ପ୍ରକାର ପାଠ, ଓକିଲାତି ଯାହା ପଡିବ ଜଟଣୀ ଏରିଆରେ ସବୁ ଭରା। ତେଣୁ ମୁଁ ମୋର ଜାନକୀ ପଟ୍ଟନାୟକ, ନବୀନ ପଟ୍ଟନାୟକ ଜଟଣୀ ବାସୀଙ୍କ ପାଇଁ ଯାହା କରିଛନ୍ତି, ମୁଁ ସେ ଦି ଜଣଙ୍କୁ କେବେ ଭୁଲି ପାରିବିନି। କାହାରିକୁ ଖାତିର ନାହିଁ। ଯିଏ ଲୋକଙ୍କ କାମ କରିବ ଆମେ ତାକୁ କହୁଛୁ, ଟେକୁଛୁ, ସତ କହୁଛୁ। ଯିଏ ନ କରୁଛି ନିନ୍ଦା କରୁଛୁ, ଖାତିର ନାହିଁ।